ହ୍ୟାଲୋ ଏଭ୍ରିୱାନ୍। ଏଇ ଉଦୁଉଦିଆ ଖରାବେଳେ ସ୍ୱାମୀ ସ୍ତ୍ରୀ ଟିକେ ବାହାରି ପଡ଼ିଥିଲୁ। ଆରେ ଆଉ ଗୋଟେ ଦିନ ଗଲେ ପରା ମୋ ଆନିଭର୍ସରୀ। ତ ବାହାଘରରେ ଆମେ ଏତେ ସଜବାଜ ହେଇଥାଉ, ସେଇ ଦିନକୁ ମନେ ପକାଇବା ପାଇଁ ଆମେ ଆନିଭର୍ସରୀ ସେଲିବ୍ରେଟ୍ କରୁ। ତ ସେଦିନ କ'ଣ ନିଜକୁ ଟିକେ ସଜେଇବାନି, ନିଜକୁ ଟିକେ ପ୍ୟାମ୍ପରିଂ କରିବାନି? ତ ସେଥିପାଇଁ ଆମେ ଯାଇ ପହଞ୍ଚି ଯାଇଥିଲୁ ଗ୍ରୀନ୍ ଟେଣ୍ଟରେ। ମୋର କରିବାର ଥିଲା ମ୍ୟାନିକ୍ୟୁର ୱିଥ୍ ଆଇବ୍ରୋ ସେପ୍। ଝିଅମାନଙ୍କର କିଛି ହଉ କି ନ ହଉ ଆଇବ୍ରୋ ସେପ୍ ତ ଯାହା ବେଲେ କରିବାକୁ ଦରକାର। ତ ସିଏ ମୋର ମ୍ୟାନିକ୍ୟୁର ହେକା କରୁଥିଲେ, ବଟ୍ ଦୁଇ ହାତରେ ଯେହେତୁ କରିବାର ଥିଲା ତ ଫୋନ୍ରେ ଭିଡ଼ିଓ କରିବା ତ ପସିବୁଲ୍ ନଥିଲା। ବାସ୍ ଟିକେ ଟିକେ କରିନେଇଥିଲି। ଲାଷ୍ଟକୁ ସେ ମୋର ନେଲ୍ ପେଣ୍ଟ କରିଦେଇଥିଲି। ଆଇବ୍ରୋ ସେପ୍ କରିକି ଆମେ ସେଠୁ ବାହାରି ଆସିଥିଲୁ। ଆନିଭର୍ସରୀ ପାଇଁ ମୁଁ ଷ୍ଟିଚିଂ ହେକା ଦେଇଥିଲି ଶାଢ଼ୀର, ତ ସେଇଟା ଆଣିବାକୁ ଆମେ ପଳେଇଥିଲୁ। ଆସିଲା ପରେ ଏଇ ଯେଉଁ ଖରାକୁ ତ ଦେଖିଥିଲେ, ଓଡ଼ିଶା ନୁହଁ ଯେ ବାଟରେ ଆମକୁ ଲସି ମିଳିଯିବ। ଘରକୁ ଆସି ନିଜ ପାଇଁ ଟିକେ ଲସି ବନେଇ ଆୟୁଷକୁ ଦେଇ ନିଜେ ପିଇ ନେଇଥିଲି। ଆୟୁଷଙ୍କର ପୁଣି ତା ଦେହରେ ସେକେଣ୍ଡ ସିଫ୍ଟ ଅଛି, ତ ତାଙ୍କ ପାଇଁ ବି ବନେଇବାର ଥିଲା ଖାଇବା ଜଲ୍ଦି ପୁଣି। ତ ଭଜା ହେକା ଭାଜି ସାଙ୍ଗ ହେଇ ଖାଇନେଲୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ରହିଲି।